जो राम को सीता को नाम धरले पिंडरू प्राण मुक्ति पाइब कहते सीए राम सीता पत्नी सीता नुह राम को पत्नी सीता नुह ना तम पेट अरे शुणु जदि राम को पत्नी सीता जिते लंकपति रावण आ गया सीता को पुष्पक विमान रे पंचवटी नेला चोरी करके नला सेतेबेले मां सीता कोठी कांदुथिले कवि सम्राट भंजे बही होची वैदेश विलास छंद कौन कांदुथिले अरे बजाई बिना रे नारद बिना रे शंखोली मोर मयूसी माँ मैंने बचन कौन कला ना सीता कौन कले रावण के सीता को ना भंग कहले बजाई बिना रे नारद बिना रे शंखरी गाइची विंश बाहु सीता नेतारे से सीता चाहते बिलोकी ना सीता कोठी कांदुथिले भय रे कांदिले ओ कांदुथिले के कोन कांदिले हा राम अच्छा मोर ये पुराना माँ मैंने थे पचारू आग काल माँ मान को जब स्वामी ना पचारे से कहते स्वामी ना दिए घरे से कौ नारी जानी मु प्रमाण देखी ए पुओ सी हूँ नीच पतिव्रतार गणना हम मु कहबी आज्ञा चारि प्रकार पतिव्रता कहले किए कोन प्रकार ताले सीता केनिकी राम ना धरि की कांदिले याकु जने सुनिछि पुओ सुनि लागि आपण मानकर सदाशिव ऋषि नाटांगी रामा कौन कहले हा राम दानी जटाई सुनिला सदाशिव ऋषि भाई कृपा सिंधु कृपार सिंधु माने सागर जो कृपार सागर रही कौन कहले सकल कौन देख ना अरे सागर तू जहां सब सब से भीतर पहुंची जीवो बाबुली बाबू 50 भारत मुद्रा दान करथिला बेले कृपा सिंह बाबू 40 भारत मुद्रा दान करछन कौन बाबा जी तमरो घोड़ा उठी गला आ रह कौन बाबू कहले सजल जन धनिला तो संग से मुन्ना 40 भारत मुद्रा दान करछन से भीतर का सदा सदा भैया ए दर्शित द्वार नील पर पर धृत शरीर बेणुनाट्य
ଅଛନ୍ତି ହଁ ସମସ୍ତଙ୍କୁ ଗୋଟିଏ ଆଶୀର୍ବାଦ ଦେଇଦେବା ସବୁ ପାଇଁ ସବୁ କିଆ ହଉଛି କଣ ତା ଭିତରେ ବହି କହିଲାଣି ସିଏ କଣ ମୁଁ ତ କହୁଛି ସବୁ ପାଇଁ ସବୁ ଯାଉଛି ପଳେଇବି କହିଲି ଯେ କିରେ ଷଣ୍ଢ ଜଳଧନୀଳ ଦର୍ଶିତ ଦ୍ୱାର ନୀଳ କରତଳ ଧୃତ ଶୈଳ ରେଣୁନାଟ୍ୟର ସାର ବ୍ରଜଜନ କୁଳ ତାଳ କାମିନୀ କେଳିବ ଲଳିତ ଲଳିତ ମାଳ ନଇନି ଗୋପାଳ ବାଳ କଣ ତା ଭିତରେ ବାଳ ବାଳ ହଉଛି କହିନି ଭାଇ ହଁ କଣ ତୁ ଭାବିଲୁ ଏ ଶ୍ଲୋକଟି କୋଉଥର ଜାଣିଛୁ ଲୋକଟା ତ ବହୁତ ଭାଇ ନାମରେ ଏଇନା ହଁ ଯେତେବେଳେ ଆରମ୍ଭ ଥିଲା କଣ କରିବୁ ବାପା ଆରତୀ ହଁ ଗାଉନଥିଲେ ଜୟଦେବ ଗୀତ ଗୋବିନ୍ଦରୁ ପ୍ରଳୟ ପ୍ରଳୟ ଭିଜରେ ଧୃତ ମାନ ସୀମେତಂ ବିହିତ ବହିତ ଚରିତ୍ର ଖେତಂ କେଶବ ଧୃତ ନୀଳ ଶରୀର ଜୟ ଜଗଦୀଶ ହରି ହରି ଦଶରଥରେ ଗାଉଥିଲେ ହଁ ଏଇଟି ହଉଛି ପ୍ରଥମର ଉତ୍କଳ ହଁ ଆମ ଉତ୍କଳର ପ୍ରଥମ ବୈଷ୍ଣବ୍ୟ କବି ଜୟଦେବ ଗୋସ୍ୱାମୀଙ୍କର ଆଚ୍ଛା ଗୀତ ଗୋବିନ୍ଦ ଶ୍ଲୋକଟି ଆଣିଛି ପ୍ରଥମ ଶ୍ଲୋକଟି କଣ ବାପା ଦ୍ୱିତୀୟଟି କଣ କହିଲୁ କଣ କହିଲି ପ୍ରଥମ ଶ୍ଲୋକ ଜୟଦେବଙ୍କର କଣ ଲେଖିଥିଲେ କଣ କଣ ଲେଖିଲେ ମୁଁ ଜାଣି କେମିତି ହଁ ଏଇଟା ହଉଛି ଦ୍ୱିତୀୟ ସେଇଟା ହଉଛି ପ୍ରଥମ ଆଚ୍ଛା ଆଚ୍ଛା କହିଲୁ କଣ ତୁ ବାଳ ବାଳ ହଉଛୁ ଏ ବାବୁ ମାନେ ତମକୁ ଡକେଇଲେ କଣ ତୁ ଭାବିଲୁ ସମସ୍ତଙ୍କୁ ବର୍ତ୍ତମାନ ବାଳ ଶବ୍ଦ କଣ ଆଜ୍ଞା ପଇସା ଗୋଟେ କଣ କହିଲେନି ବାଳ ଆରେ ତିଲୋଚନ ଧାରଣ ପଇସା ରେଡି ବାଳ କେ ମୋର ହବଲ କର ବେଳହୁ ଗୋବିନ୍ଦ ସୁତ ବେଳହୁ ଗୋବିନ୍ଦ ସୁମାର ବେଳହୁ ଗୋବିନ୍ଦ ସୁମାର ଭଲ କଥାଟି ଆଜ୍ଞା କହିଲେ ହେଲା ବାଳ ଶବ୍ଦ ଅର୍ଥ କଣ ବାଳ ଆମେ ତା ପାଠ ପଢୁଥିଲେ ଗୁରୁଦେବଙ୍କୁ ବତେଇଲେ ବାଳ କେ ମୋର ବୋଲ କର ବେଳହୁ ଗୋବିନ୍ଦ ସୁମାର ହଁ କାହିଁ ବାଳକେ କହିଲେ ବାଳିକା ତ କହିଲେନି ବାଳିକା ଆସୁନି ନା ସେଠି ଆଉ ସିନା ସେ ଗୋଟେ ଶବ୍ଦରେ ତିନିଟା କହିକି ଗଲେ ବାଳକେ ବାଳକ ବାଳିକା ପାଠ ପଢିଛି ଜାଣିନି ଧୀରେ ସଂସ୍କୃତ ପଢାଉଥିଲା ପଢିଛୁ ଗୋଟିଏ ଶବ୍ଦରେ ଆଜ୍ଞା ତିନିଟା ଶବ୍ଦ ଆସିବ ବାଳକ କହିଲେ ଯାହା ବାଳକେ କହିଲେ ଯାହା ବାଳିକା କହିଲେ ସେଇଆ ବାଳକ କହିଲେ ସେଇଆ ଏଠି ଗୋପାଳ ବାଳ କହିଲେ ବାଳ ବାଳ କଣ ବାଳ କିରେ ବାଳକ ବାଳକେ ମୋର ବୋଲ କର ବେଳହୁ ଗୋବିନ୍ଦ ସୁମର ଏଟା ସିନା ବାଳକ ହେଲା ଏଠି କଣ ବାଳକ ସେଠି ବାଳ ତାହେଲେ ଆଉ ଟିକେ ଚାଲେ ଚାଲ ଆଉ ଟିକେ ଚାଲେ ବାପା ହଁ ବୋଲେ ଗହନ କାନନ ବନରେ ଘୋର ବରଷା କାଳ ଗିରିବାମ ପରେ ଧରିଲେ ଗଙ୍ଗ ଦଶରା ଗିରିବାମ ପରେ ଧରିଲେ ଗଙ୍ଗ ଦଶରା ଗିରିବାମ ପରେ ଧରିଲେ ଏଠି କଣ ବାର ଶବ୍ଦ ଆଇଲା ଏଠି ଯଶୋଦା ବାଳ ଯଶୋଦା ବାର ବୋଲେ କଣ ବୁଝିଲୁ ଯଶୋଦା ବାଳ ଯଶୋଦାଙ୍କର ବାଳ ଭଗବାନ କୃଷ୍ଣ ବାଳକକୁ ପୁଅକୁ କୁହାଯାଏ ବାଳ ପାଇଲାନି ବାଳକ ବାଳ ପାଇଲାନି ଏଠି ଆଇଲା ବାଳ ଆଉ ଶୁଣିବୁ ହଁ ବାଳକ ଆସିବନି ଶୁଣୁ ହଁ ଯେତେବେଳେ ଧନୁର୍ଭଙ୍ଗ ଉତ୍ସବ ଶେଷ କରି ଚାରି କନ୍ୟାକୁ ଆଜ୍ଞା ଚାରି ପୁତ୍ର ଆଜ୍ଞା ବିବାହ କରିକି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କଲେ ମିଥିଳାରୁ ସଂଗତରେ ଆସୁଛନ୍ତି ଦଶରଥ ହେଲା ପଥର ଆଜ୍ଞା ଜଗିଥିଲେ ପରଶୁରାମ ଜଗିନଥିଲେ ହଁ ପରଶୁରାମ ଭେଟ ହେଲେ ସେତିକି ବେଳେ ଲକ୍ଷ୍ମଣ ଯେତେବେଳେ ରାଗିକି ପରଶୁରାମଙ୍କୁ କହିବା ପାଇଁ ଗଲେ ହଁ ସେତେବେଳେ ଦଶରଥ ହେଲା ଲକ୍ଷ୍ମଣଙ୍କୁ ବୁଝେଇଲେ କଣ ବୁଝେଇଲେ କଣ ବୁଝେଇଥିଲେ କଣ ବୁଝେଇଲେ ସୁନ୍ଦର ପଦଟିଏ ବାପା କଣ କହିଲେ ହେଲେ ରେଣୁକା ତନୁଜ ରାମ